ପାଞ୍ଚ ମାରଗ ଦୁଃଖ, ଛଅ ପିଙ୍ଗଳ ଭୂମି ଓ ଅର୍ଥ ଲାଭ, ସାତ ଗୌର କଳହ, ଆଠ କିମ୍ବା ଶୁଣୁ ଶୋଣିତ ଶସ୍ତ୍ରାଘାତ ଅଶୁଭ ଫଳ। ବୃହସ୍ପତି ଗୋଚରେ ଶୁଭ ଫଳ, ଯିବେ ଗୋଟିଏ ଧନଧାନ୍ୟ ଭୋଗୀ। ଚତୁର୍ଥେ ଶୁଦ୍ଧାର୍ଥ ଲାଭ, ନବପଞ୍ଚକେଷୁ। ଏଣୁ ମେଷ ରାଶି ପାଇଁ ବୃହସ୍ପତି ଦ୍ୱିତୀୟ ହେତୁ ଧନଧାନ୍ୟ ଲାଭ। କର୍କଟ ରାଶି ପାଇଁ ବୃହସ୍ପତି ଏକାଦଶ ହେତୁ ଶୁଭ ଫଳ ପ୍ରାପ୍ତି ହେବ। କନ୍ୟା ରାଶି ପାଇଁ ବୃହସ୍ପତି ନବମ ହେତୁ ଅର୍ଥାଦି ଲାଭ ଏବଂ ସନ୍ତାନ ଲାଭର ସୁଯୋଗ। ବିଛା ରାଶି ପାଇଁ ବୃହସ୍ପତି ସପ୍ତମ ହେତୁ ବିପୁଳ ଲକ୍ଷ୍ମୀ ପ୍ରାପ୍ତିର ସୁଯୋଗ ଆସିବ। ମକର ରାଶି ପାଇଁ ବୃହସ୍ପତି ପଞ୍ଚମ ହେତୁ ଧନ ଅର୍ଥ ଲାଭ ସଙ୍ଗେ ସନ୍ତାନ ସୁଖ ମଧ୍ୟ ପ୍ରଦାନ କରିବେ। ବୃହସ୍ପତି ଗୋଚରରେ ଅଶୁଭ, ଜନ୍ମ ରସେ ସୁରାଚାର୍ଯ୍ୟ ରାମ ରାଜା ବନଗତ, ତୃତୀये च ବଳିବଦ୍ଧ, ଚତୁର୍ଥେ ବିଂଶଲୋଚନ, ଦ୍ୱାଦଶେ ସାଗର ରାଜା, ଦଶମେ ମଧୁକୈଟ, ଅଷ୍ଟମେ ଗୁରୁ ରାଜା च ଷଷ୍ଠେ କର୍ଣ୍ଣ ନିପାତେ। ଏ ପରିପ୍ରେକ୍ଷୀରେ ବୃଷ ରାଶି ପାଇଁ ବୃହସ୍ପତି ଜନ୍ମ ହେତୁ ବୃହସ୍ପତି ହେତୁ ସ୍ଥାନନାଶ ଦୁଃଖ। ମୀନ ରାଶି ପାଇଁ ତୃତୀୟ ବୃହସ୍ପତି ହେତୁ ବନ୍ଧନ ଭୟ କଷ୍ଟ ହେବ। କୁମ୍ଭ ରାଶି ପାଇଁ ଚତୁର୍ଥରେ ବୃହସ୍ପତି ହେତୁ ମରଣାନ୍ତକ ପୀଡ଼ା ତଥା ଗୃହ ଭୂମି ନାଶ। ସିଂହ ରାଶି ପାଇଁ ଦଶମ ବୃହସ୍ପତି ହେତୁ ମୋହଗ୍ରସ୍ତ ବୁଦ୍ଧିନାଶ ଏବଂ ମିଥୁନ ରାଶି ପାଇଁ ଦ୍ୱାଦଶ ଯୋଗୁ ସ୍ୱାସ୍ଥ୍ୟ ହାନି ଭୟ। ତୁଳା ରାଶି ପାଇଁ ଅଷ୍ଟମ ସ୍ଥିତ ବୃହସ୍ପତି ହେତୁ ପାରିବାରିକ ଦୁଃଖ ମୃତ୍ୟୁବତ୍ ପୀଡ଼ା। ଧନୁ ରାଶି ପାଇଁ ଷଷ୍ଠ ବୃହସ୍ପତି ହେତୁ ମୃତ୍ୟୁବତ୍ ପୀଡ଼ା ଅପମାନିତ ଦୁଃଖ ଭୋଗ ହେବାର ସମ୍ଭାବନା ଥାଏ। ଏଣୁ ଉପରୋକ୍ତ ରାଶିର ବ୍ୟକ୍ତିମାନେ ନିଶ୍ଚିତ ଭାବରେ ନିରାକରଣ କରିବା ଆବଶ୍ୟକ। ଅଶୁଭ ନିରାକରଣ ପାଇଁ ଦାନ ଶର୍କରା, ରଜନୀ, ତୁରଙ୍ଗମୀ, ଚପତ, ଧନ୍ୟାପି, ପୀତାମ୍ବରମ, ପଦ୍ମରାଗଂ, ଲବଣଂ च ପ୍ରିୟତେ ସୁରଗୁରୁ ଭଜାୟତନ୍। ଅର୍ଥ ଅଶୁଭ ନିରାକରଣ ପାଇଁ ହଳଦିଆ ବସ୍ତ୍ର, ହଳଦିଆ ରଙ୍ଗ, ଦ୍ରବ୍ୟ, ଲବଣ, ପୁଷ୍ପ ଗୁରୁବାର ଦିନ ଶାକତି ବ୍ରାହ୍ମଣମାନଙ୍କୁ ବା ଯେଉଁମାନଙ୍କୁ ଆପଣ ଜାଣନ୍ତି ଜ୍ୟୋତିଷ ତାଙ୍କୁ ଦାନ ଦେଲେ ବୃହସ୍ପତି ସନ୍ତୁଷ୍ଟ ହୋଇଥାନ୍ତି। ବ୍ରାହ୍ମଣମାନେ ଶାକତି ବ୍ରାହ୍ମଣମାନେ ପାଇଥିଲେ ଦାନ ବୃହସ୍ପତି ଶୁଭ ଫଳ ପ୍ରଦାନ କରିଥାନ୍ତି। ଏଣୁ ଆପଣ ଗୁରୁବାର ଦିନ ଶାକତି ବ୍ରାହ୍ମଣଙ୍କୁ ଦାନ ଦାନ। ନମସ୍କାର।